ମିଛ କହିଥିଲା, କହିଲା 40 ଟଙ୍କା ପଡିଥିଲା। ଦେଖିଲେ ସାଙ୍ଗମାନେ ଆଇ ଏମ୍ ୱିନର। ମୋର 5 ଟଙ୍କା ଦେ, ମୁଁ ଯାଇ କଣ ଖାଇବି ଆଗ। ହ୍ୟାଲୋ ଏଇ ସାଙ୍ଗମାନେ, ୱେଲକମ୍ ବ୍ୟାକ୍ ଟୁ ୟୁଟ୍ୟୁବ ଚ୍ୟାନେଲ। ଚାଲ ଷ୍ଟାର୍ଟ କରିବା ଆଜିର ବ୍ଲଗ। ଆମେ ଆପଣଙ୍କର ତ ସାଙ୍ଗମାନେ ଫାଷ୍ଟ ଯୋଉମାନେ ଚ୍ୟାନେଲରେ ନୂଆ ଅଛ ସବସ୍କ୍ରାଇବ କରିଦିଅ। ତାପରେ ଆମେ ଷ୍ଟାର୍ଟ କରିବା ଆଜିର ମାନେ ଭିଡିଓ। ଆଜିର ଭିଡିଓ ବହୁତ ଇଣ୍ଟରେଷ୍ଟିଂ ହବ, ବହୁତ ଫନି। ତାପରେ ଫାଷ୍ଟ କଥା ଜାଣିନି କଣ ସେ କହୁଛି, ଫନି ଫନି ବାଲା ଭିଡିଓଟା ଆଜି ଆମେ ବନେଇବା। ତ ତା ପୂର୍ବରୁ ପ୍ରାଙ୍କ ଭିଡିଓକୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ଆପଣ ମାନେ। ତ ମାନେ ଭାଇ ମାନେ କଣ ସ୍ପିଚଲେସ୍। କଣ ସ୍ପିଚଲେସ୍ ମାନେ ମୁଁ କିଛି କହିନି ତ। ତମେ ମତେ ଗାଳି କଲ, ପିଲାମାନେ କେତେ ଖୁସି ୟାର। ଆରେ ତମେ ସେ ଭିଡିଓରେ ମୁଁ ଉପରେ ରାଗୁଥିଲା ନା ସେଦିନ। ସମସ୍ତେ କି ଖୁସି। କୋଉଠି ରାଗିଛି ତୋ ଉପରେ? ରାଗିନ ନା? ଏଇ ଟିକେ ନା କରୁ ନା, ମୁଁ ଦେଖିବ ତ ମୁହଁଟା ତ ଯୋଉ ଆଳୁ ମୁହଁ ହେଇଗଲା। ମୁଁ କହିଲି ଛାଡ, ଆଳୁ ମୁହଁକୁ ଆଉ ଭଲ ଲାଗିବନି, ଲାଗିବନି କାହିଁକି ନହେଲେ କରିଥିଲା କହିନି କୋଡିଆ କରିଥାନ୍ତି। ତୁ ଯେମିତି ମୋ ସହିତ କରୁଛୁ ଇଏ କିଛି ମଜା ଆଇବ। ଆଚ୍ଛା ଠିକ ଅଛି, ମୁଁ ଯେତେବେଳେ ସାଙ୍ଗମାନେ ପ୍ରାଙ୍କ କରିବେ ଆପଣ ମାନେ ସେତେବେଳେ କହିବେନି ଯେ ଦିଦି ଆପଣ ଏମିତି ପ୍ରାଙ୍କ ଭାଇଙ୍କ ସହିତ ତାହେଲେ ମୁଁ କିନ୍ତୁ ଭୟାନକ କରିବି, ଆଉ କଷ୍ଟ ଭାବିବିନି ସେତିକିବେଳେ। ମନ ରଖିଥା, ତୁ ବି ସେତେବେଳେ ବହୁତ କଷ୍ଟ କରିବୁ। ଆଉ ସତ କଥା ତୁ ଜାଣିନୁ, ମୋ ମୁଣ୍ଡ ଥରେ ଛିଡିଯିବ ମାନେ ସଇଲା। ତାପରେ ଆଉ ଗୋଟେ କଥା ହେଲା, କାଲି ଯୋଉ ଭିଡିଓଟା ମୋର ପକେଇଛି ସର୍ଟସ ଭିଡିଓଟା ଶାଢୀରେ। ଫାଷ୍ଟ କଥା ମୁଁ କିଛିଟା ଲୋକଙ୍କୁ ବୁଝେଇ ଦଉଛି କଣ୍ଟେଣ୍ଟ କ୍ରିଏସନ ମତଲବ କଣ। ଯୋଉମାନେ ସେଇ ଲାଇନରେ ଅଛନ୍ତି ତ ଫାଷ୍ଟ ଗୋଟେ କାମ କରିବେ, ଯଦି ତାର ମିନିଂ ପାଉନାହାନ୍ତି ଜେମିନି କି ପଚାରିଦେବେ, ନହେଲେ ChatGPT କି ପଚାରିଦେବେ। ସେ ଓଡିଆରେ ବଢିଆ ସେ ଏକ୍ସପ୍ଲେନ କରିଦବ କି କଣ୍ଟେଣ୍ଟ କ୍ରିଏସନ ମାନେ। ତ ଯେହେତୁ ଆମେ ସେଇ ଲାଇନରେ ଅଛୁ ତ ସବୁବେଳେ କିଛି ନା କିଛି ରିକ୍ରିଏଟ କରିବା ନିହାତି ଦରକାର ଥାଏ ଆମ ପ୍ରୋଫାଇଲ ପାଇଁ। ତ ସେଥିପାଇଁ ମୁଁ ସେଇଭଳିଆ ମାନେ ରିକ୍ରିଏଟ କରିଥିଲି, କାହିଁକି ନା ଗୀତ ଯୋଉଟା ଚାହୁଁଥିଲା ମୁଁ ସେଇଭଳିଆ ମାନେ ରିକ୍ରିଏଟ କରିଥିଲି। ତ ସେଇଟା ମୋ ଇନଷ୍ଟାଗ୍ରାମ ପାଇଁ, ମୋ ଚ୍ୟାନେଲ ପାଇଁ। ତୁ ବହୁ ଜଣ ଆସିକି ଲେଖି ଦେଇଛନ୍ତି କି ବାହାଘର ହେଇନି, ଏତେ ଛନ ଛନ କଣ ବାହାଘର। ଭାଇ ମୁଁ କାଲିରେ ଯୋଉ ଭିଡିଓଟା ମାନେ ମୁଁ କରିଛି, ସେ ଯୋଉ ଟ୍ରାଞ୍ଜାକ୍ସନ ଭିଡିଓଟା, ଭାଇ ଭିଡିଓ ମାଗୁଛି ଯୋଉ ଜିନିଷ ଆମକୁ ଦବାକୁ ପାଇଁ ପଡିବ ସେଇ ଜିନିଷ। ତ ସେଇଟା ଗୋଟେ କଥା। ଆଉ ସେକେଣ୍ଡ କଥା ହେଲା, ଯୋଉମାନେ ମତେ ଲେଖିଛନ୍ତି କି ବାହାଘର ପୂର୍ବରୁ କଣ ମୁଣ୍ଡରେ ସିନ୍ଦୁର ଲଗେଇ ଦଉଛ। ମୁଁ ଆଗରୁ ବି ଗୋଟେ ଭିଡିଓରେ କ୍ଲିୟର କରିଥିଲି, ଆଣ୍ଡ ଏବେ ବି ସେଇ ଭିଡିଓରେ ମୁଁ କ୍ଲିୟର କରିଛି ସେଇଟା ସିନ୍ଦୁର ନୁହଁ, ସେଇଟା କୁଙ୍କୁମ ଲିପଷ୍ଟିକ ର ମିକ୍ସ। ସିନ୍ଦୁରର କଲର କେମିତି ଆସେ, ପୁରା ଚଟକ ରେଡ୍ ଆସେ। ସିନ୍ଦୁର ମୋ ଛଡା କିଏ ଲଗେଇବ, ଉଡିକି ଯିବ ସିଏ। ତ ସେଇଟା ସିନ୍ଦୁର ନୁହଁ ଭାଇ। ମୁଁ ବି ଜାଣିଛି, ମୁଁ ଦିଟା ଜିନିଷକୁ ବହୁତ ଏକ୍ସପେକ୍ଟ ଦିଏ। ଗୋଟେ ହଉଛି ଶଙ୍ଖା, ଗୋଟେ ସିନ୍ଦୁର, ଯୋଉଟା କି ତା ଟାଇମ ଆଇଲେ ତମେ ପିନ୍ଧି ପାରିବ। ଆଉ ଶଙ୍ଖା ତମେ ମାନେ ଏମିତି ନର୍ମାଲ ତମେ ପିନ୍ଧୁଛ ପାଣି ଚୁଳି ଚଳିବ, କିନ୍ତୁ ସିନ୍ଦୁର ତ ଆମେ ଲଗେଇ ପାରିବାନି ମଥାରେ। ତ ସେଇଟା ବୋଧେ ରୀତିନୀତିରେ ଲଗାଯାଏ। ଆଉ ଯୋଉମାନେ ମତେ କହିଦଉଛ ଆସିକି, ତ ମେନ୍ କଥା ହଉଛି ଏଇଟା। ହଁ, ଯୋଉମାନେ ମତେ କମେଣ୍ଟ କରିଦଉଛନ୍ତି ବାହା ହେବା ପାଇଁ ଏତେ ଛନ ଛନ ହଉଛି, ଆରେ ଭାଇ ବାହାବାକୁ ସମସ୍ତେ ଛନ ଛନ, ତମେ ବି ହେଲେ ତମେ ବି ଛନ ଛନ। ସେଇଟା ହଉଛି ତା ମନ, ଆଉ କଣ କହିବା। ବାହା ତ ଗୋଟେ ଥର ହବ। ସେଇ ଜିନିଷକୁ ନେଇକି ଯୋଉମାନେ କହୁଛ, ତ ସେଟା ଆପଣ ମାନଙ୍କୁ ଡେସକ୍ରାଇବ କରିଦେଲି। ତ ଭଲ ବୁଝିପାରିବେ। ଚାଲ ଭିଡିଓକୁ ସାଙ୍ଗମାନେ ବିଲକୁଲ ବି ସ୍କିପ କରନ୍ତୁନି, ଆମେ ଏବେ ଇଣ୍ଟରେଷ୍ଟିଂ ଖେଳ ଖେଳିବା। ତ ଫାଷ୍ଟ କଥା ହେଲା, ତମେ ଗୋଟେ ଆମାଉଣ୍ଟ ଭାବିବ, ମୁଁ ଗୋଟେ ଆମାଉଣ୍ଟ ଭାବିବି, ହେଲା। ତ ଯଦି ତମେ ଭାବିଥିବା, ମନେକର ତମେ କିଛି ମାନେ 1,00,000 ଟଙ୍କା ଭାବିଲ, କି 2,00,000 କି 500 କି 1,000 ତମେ ଭାବିଲ, ଯଦି ମୁଁ ସେଟା ଗେସ୍ କରିଦେଲି ତାମାନେ ତମେ ହାରିଗଲ। ମୁଁ ଭାବିଥିବା ଆମାଉଣ୍ଟ ଟା ଯଦି ତମେ ଗେସ୍ କରିଦେଲ ତାହେଲେ ମୁଁ ହାରିଗଲି। ବୁଝିପାରିଲ? ତ ଚାଲ ଲେଟ୍ସ ଷ୍ଟାର୍ଟ। ଯିଏ ହାରିବ ସେ 500 ଟଙ୍କା ଦବ। ହଁ, ମନେକର ମୁଁ ଭାବିଥିବା ଆମାଉଣ୍ଟ ଟା ତମେ ଗେସ୍ କରିଦେଲ, ତାମାନେ ମୋ ତରଫରୁ ତମକୁ 500 ଟଙ୍କା। ଯଦି ତମେ ଗେସ୍ କରିଥିବା ଆମାଉଣ୍ଟ ଟାକୁ, ସରି ତମେ ଭାବିଥିବା ଆମାଉଣ୍ଟ ଟାକୁ ମୁଁ ଗେସ୍ କରିଦେଲି, ତାମାନେ ତମେ ମତେ 500 ଟଙ୍କା ଦବ। ଓକେ, ରେଡି ଗାଇସ୍? ମାନେ ମୁଁ ଯୋଉ ଆମାଉଣ୍ଟ ଭାବିବି ତୁ ସେଟା କହିବି। ତୁ ସେଟା କହିପାରିବୁନି ତ? କାଇଁ କହିପାରିବିନି? କେମିତି କହିବି? ମୁଁ କହିପାରିବି। ତମେ ଏମିତି ଆମାଉଣ୍ଟ ଭାବିବ, ମାନେ ଦେଖ ଏମିତି 999, 998, ଏମିତି ନାହିଁ। 5,000, 10,000, 15,000, 20,000, 25,000, 1,00,000, 2,00,000, ଏମିତି। ସେ ଗେମ୍ ଟା ହିଁ ସେଇଟା ଇଣ୍ଟରେଷ୍ଟିଂ ନା। ଠିକ ଅଛି, ହଉ ଭାବ। ତମ ଇଏଟା ତମେ ଭାବ, ହେଲା। ତମେ କେତେ ଟଙ୍କା ଗୋଟେ ଭାବିବା କଥା ଭାବିଦେଲ? ଓକେ ଗାଇସ୍, ଏଇଟା ହଉଛି ମୋ ଆମାଉଣ୍ଟ।
କଣ ଆମାଉଣ୍ଟ? ମାନେ ମୁଁ ଭାବିଦେଲି ମୋ ଆମାଉଣ୍ଟ ମୁଁ ଏଇଠି ଲଗେଇଦେବି ସାଙ୍ଗମାନେ ଜାଣିପାରିବେ। ତମ ଆମାଉଣ୍ଟ ତମେ ଯୋଉଟା ଭାବିଛ ତମ ମୁଣ୍ଡ ଉପରେ ଲଗେଇ ଦଉଛି ମୁଁ ହେଲା। ଓକେ ଡନ୍। ତ ଚଲୋ ଫାର୍ଷ୍ଟ ତମ ଆମାଉଣ୍ଟ ରେ ଆଇଫୋନ ହବ? ଆଇଫୋନ ନା? ଆଇଫୋନ ହବନି? ତାମାନେ 40,000 ଲେସ୍। ନୋ। 40,000? ଓକେ ଆଉ ମତେ ପଚାର। କଣ କହିଲୁ ତମର କଣ ଯୋଉ ତମର ଯୋଉ ଡ୍ରେସ ଯୋଉ କିଣୁଛୁ ଡ୍ରେସ କିଣିପାରିବୁ ନା କିଣିପାରିବୁନି ତୋର ପଇସାରେ? ମୋ ପଇସାରେ? ହଁ। ହଁ ନା ହଁ ମାନେ ତୁ ଏଇ 500,000 ଭିତରେ? ନା କିଣିପାରିବି। ଝିଅ ପିଲାଙ୍କ ତ ଡ୍ରେସ ନା ଫାଷ୍ଟ ପଇସା ପଇଲେ ଡ୍ରେସ। କଣ ନା କହୁନୁ? କିଣିପାରିବିନି। କିଣିପାରିବୁନି? ମିଛ ସାଙ୍ଗେ ସାଙ୍ଗେ ଫାଷ୍ଟ ହଁ ମାରିଥିଲି। ନା କିଣିପାରିବିନି ମାନେ ମୋର ସେତେ ଆମାଉଣ୍ଟ ନୁହଁ। ନୁହଁ। Okay. ନେଲ ପାଲିଶ? ନା ସେମିତି ହେଇପାରିବ ଯୋଉଟା ପଚାରିବ ଗୋଟେ ଥର ଗୋଟେ କ୍ୱେଶ୍ଚିନ୍ ହିଁ କରିପାରିବ। ହଉ ସଇଲା ହାରିଗଲି ମୁଁ ବି ହାରିଗଲି ତୁ ବି ଓକେ ହାରିଗଲୁ। ତମ ଆମାଉଣ୍ଟ ରେ ୱାଚ୍ ହେଇପାରିବ? ସ୍ମାର୍ଟ ୱାଚ୍? ମୋର ଆମାଉଣ୍ଟ ରେ ନା। ସ୍ମାର୍ଟ ୱାଚ୍ ବି ହେଇପାରିବନି? ତାମାନେ 1,000 ଟଙ୍କା ଲେସ୍। ଓକେ ମତେ ପଚାର। ଗୁପଚୁପ ଖାଇ ହବ? ଗୁପଚୁପ ହଁ ଖାଇହବ। ଗୁପଚୁପ ଖାଇପାରିବୁ? ଆଇସ୍କ୍ରିମ? ଗୋଟେ କ୍ୱେଶ୍ଚିନ୍ ଯୋଉଟା ପଚାରିବ ଗୋଟେ। ଗୁପଚୁପ ଖାଇହବ? ଖାଇହବ? ହଁ ଖାଇହବ। ଗେସ୍ କର କେତେ ଟଙ୍କା? କେତେ? 70? ନା ଆଉ 70 ନୁହଁ। ଆଉ କଣ? କାଇଁ ତମେ ତମେ ଗେସ୍ କରିବ ନା। ଆଚ୍ଛା ହଉ ହଉ। ତମ ଆମାଉଣ୍ଟ ରେ ମୁଁ ଯୋଉ କୁଲଫି ଖାଏ ସେଇଟା ହେଇପାରିବ? କୁଲଫି? କୁଲଫି ହଁ ହେଇଯିବ। କୁଲଫି ହେଇଯିବ ତାମାନେ 100 ଟଙ୍କା? 100 ଟଙ୍କା ନୁହଁ? ଓକେ ବିରିୟାନୀ ଖାଇ ହବ? ମୋ ଆମାଉଣ୍ଟ ରେ ଭେଜ ନା ନନ ଭେଜ? ଦିଟା ତୁ ଭେଜ ନନ ଭେଜ ବିରିୟାନୀ ଖାଇ ହବ ନା ଖାଇ ହବ? ବିରିୟାନୀ ଡିପେଣ୍ଡ କରେ ମାନେ ସେ ବଜେଟ ଉପରେ ଡିପେଣ୍ଡ କରେ ଖାଇ ହବ ଖାଇ ବି ନ ହବ ତ ସେଥିପାଇଁ ପଚାରିଲି ଭେଜ ବିରିୟାନୀ ନା ନନ ଭେଜ ବିରିୟାନୀ। ଯାହା ବି ହଉ ବିରିୟାନୀ ଖାଇ ହବ ନା ଖାଇ ହବ? ଆଉ ସେଥିପାଇଁ ପଚାରୁଛି ନା। ଆପ୍ରୋକ୍ସିମେଟଲି ଅଛି ନା ତା ଦେହରେ ଭେଜ ନନ ଭେଜ ଏତେ କିଛି ଫରକ ନାହିଁ ଆଚ୍ଛା ନର୍ମାଲ। ହଉ ତ ଖାଇ ହବ? ଖାଇ ହବ? ଖାଇ ହବ ମାନେ ତୋ ପାଖରେ ମୁଁ ଅଛି ରହିଥା। ଖାଇ ହବ 200 ଟଙ୍କା ଭିତରେ ଆଉ। ତୋର 200 ଟଙ୍କା ଭିତରେ ଆଉ ତୋ ବଜେଟ ଆଉ 200 ଟଙ୍କା ଟି? ନା 200 ଟଙ୍କା ନୁହଁ। କେତେ? 200 ଟଙ୍କା ନୁହଁ ଆଉ ନା। ହଉ ତୁ ମତେ ପଚାରିବୁ ହଉ କହିବି ମତେ କୁହ। ମୋ କିଛି ପାଇବୁନି ହଉ ଠିକ ଏଇଟା ଅଛି କେହି କାହାର ପାଇବି। ତମ ବଜେଟ ରେ କିଙ୍ଗଫିଶର ହେଇପାରିବ? କିଙ୍ଗଫିଶର ହେଇପାରିବ? ନିଶ୍ଚୟ ଯୋଉ ମଦଟି ବିୟର ହଁ ବିୟର ହେଇଥିବ। ତମର 150 ଟଙ୍କା। 150 ଟଙ୍କା? 160। ତ ହାରିଗଲୁ ପୁଣି। शिट यार हौ ठीक ଅଛି। ତୋ ପଇସାରେ ଚୁଡ଼ି ହେଇପାରିବ? ଚୁଡ଼ି ମାନେ ବ୍ୟାଙ୍ଗଲ୍ସ? ହଁ ହେଇପାରିବ। 100 ଆଉ 100 ଆଉ ତାମାନେ ତୁ 100 ଟଙ୍କିଆ ମୁଁ ତମର ସେଇ 100 ଟଙ୍କିଆ ହିଁ ମନ ରେଡି ଯେ ମାନେ ଆଇ ଏମ୍ ୱିନର ବୁଝିଲ 100 ଟଙ୍କିଆ ମୁଣ୍ଡ ଆଇଛି ମତେ କହିବାକୁ ହାରି ଯାଇଛି ଛାଡ ହାରିଗଲୁ 5 ଟଙ୍କା ଦେ ମୋର 5 ଟଙ୍କା ଦେ ମୋର ଯାଇ କଣ ଖାଇଦିଏ ଆଗ ହାରିଗଲା ସାଙ୍ଗମାନେ ଏଇଠି ଦେଖ 5 ଟଙ୍କା କାଢେ ମୁଁ ଆଉ ଲୁଚେଇଲେ କହିଦେବି ହବନି। ଯିଏ ହାରିବ ଯିଏ ଜିତୁଛି ସିଏ ଦବ ନାଇଁ ତୁ ହାରିଗଲୁ ମାନେ ତୁ ମତେ ପଇସା ଦବୁ ହାରିବା ଲୋକକୁ କିଏ ପଇସା ଦିଏନି ହାରିବା ଲୋକ ସବୁବେଳେ ଆସିବ କହିବ ଆଜ୍ଞା ମୋର ଭୁଲ ହେଇଗଲା ମୁଁ ଯେମିତି କହୁଥିଲି ମୁଁ ହାରି ଯାଇଥିଲି ହଁ ସେଇଆ ତୁ ମତେ ପଇସା ଦେ 5 ଟଙ୍କା। ମୁଁ କଣ କହିଲି ମାନେ ଏକା କଥା ନା ମୁଁ ହାରିଲି ମାନେ ତମେ ହାରିଲ ମୁଁ ଜିତିଲି ମାନେ ତମେ ଜିତିଲ। ସେଇଟା ହେଇଯିବ କଣ କହିଲୁ ଗପରିଲୁ ସେଇଟା କଥାରେ ଭଲ ଲାଗେ ଏଇଠି ଏଇନା ତୁ ଏଇନା ଗୋଟେ ଚ୍ୟାଲେଞ୍ଜ ମାରିଥିଲୁ ଏଇନା ଚ୍ୟାଲେଞ୍ଜ ମାନେ କଣ ରଣକ୍ଷେତ୍ର ଏଇନା ଯୁଦ୍ଧ ନୁହଁ ତୁ ଯୁଦ୍ଧରେ କଣ ଏଇଠି କଣ କୂଟନୀତି ତାହେଲେ ପକଉଛୁ। ତମେ କେତେ ଭାବିଥିଲ ଗେସ୍ କରିଥିଲ? ମୁଁ ଭାବିଥିଲି 500 ଟଙ୍କା 500 ଟଙ୍କାର ତ ଆନ୍ସର ଦେଇପାରିଲି ଓ ୟାର 100 ଟଙ୍କାର ଆନ୍ସର ଖୋଜି ଦେଇଥିଲି ମୁଁ କିନ୍ତୁ ଇଏ ଖୋଜି ପାଇଲାନି 500 ଆରେ ଯାହା ହଉ ଏଇ ଠାକୁର କଣ କହିଲେ ତୁ ଏତେ ଭାବିଥିଲୁ ମତେ ହରେଇଦେବୁ ବୋଲି ମୁଁ କିନ୍ତୁ ଭାବିଥିଲି ତତେ ହରେଇବି ବୋଲି କିନ୍ତୁ ମୁଁ ଜିତିଲି
ମୁଁ ଭୁଲ କଲି, ମୁଁ 100 ଟଙ୍କା ଭାବିବାର ନଥିଲା। ଆଉ ତୁ ତ ଗୋଟେ ଥରକ ଭାବିଛୁ, ସେଇ ଗୋଟେ ଥର ହିଁ ଭାବା ହେଇଛି ନା। ତ ଦିଅ 5 ଟଙ୍କା। ତୁ ମତେ 5 ଟଙ୍କା ଦେ, ଠକୁଛି ଦେଖୁଛୁ ସାଙ୍ଗମାନେ, ମାନେ ପଇସା ଦେ ତୁ ଦେ ବା, ତୁ ଏତେ ଗାଇସ୍ ମୁଁ ଆଙ୍କୁ କଣ ପାଇଁ ପଇସା ଦେବି 5 ଟଙ୍କା? ହାରିଲୁ ମାନେ ପଇସା ଦବୁନି, କଥା ନା ଆଉ। ମୁଁ କଣ କହିଥିଲି, ଯିଏ ହାରିବ, ଯିଏ 5 ଟଙ୍କା ଜିତିଥିବ, ଦଉନି ସାଙ୍ଗମାନେ। ଯିଏ ଜିତିଥିବ ମିଛେଇ ସିଏ ଦବ ଯାଏ। 5 ଟଙ୍କା। ହାଁ? ଯିଏ ଜିତିବ ସିଏ ଦବ 5 ଟଙ୍କା। ଯିଏ ଜିତିବ କାହିଁକି ବା? ଆଉ ମୋ ପାଖରେ ପଇସା ନାହିଁ। ଦିଅ। ମୋ ପାଖରେ ନାହିଁ। ମୁଁ ଏଇନା ଜିତିଲି ମାନେ ଜିତିବା ଲୋକକୁ ପଇସା ଦିଆଯାଏ, ପୁରସ୍କୃତ କରାଯାଏ ପଇସା ଦେଇକି। ଆଉ ଯିଏ ଜିତେ ସେ କପ୍ ପାଏ ନା, ଆଉ ଯିଏ ହାରେ କପ୍ ପାଏ ସିଏ। ଓ ମାଇ ଗଡ। ଆଁ? ଦିଅ ସାଙ୍ଗମାନେ, ମୁଁ 5 ଟଙ୍କା ଦେବି। ଦିଅ ସାଙ୍ଗମାନେ, ଯିଏ ଫୋନ ଜିତେ ସେ ଦିଅ, କପ୍ ଫୋନ ଏ, ଦଉନ, ତୁ ଫୋନ ଦେ। ଦିଅ, ଫୋନ ଦିଅ। ମୋ ଫୋନ ମୋ ପାଖରେ ଅଛି। କଣ ଫୋନ ପେ ରେ ଅଛି। ନା ମୋ ଫୋନ ପେ ରେ ତୁ ମତେ ପଇସା ଦଉନୁ, ତୋ ଫୋନରୁ ମତେ ଦେ। ତୋ ଫୋନ ପେ ରେ ପଇସା ଅଛି, ଦେ 500 ଟଙ୍କା ଦେ। ସାଙ୍ଗମାନେ ମୋ ଫୋନ, ହାରି ଯାଇକି ଯଦି ଏତେ କଥା କହୁଛୁ ସାଙ୍ଗମାନେ, କଣ କହିବା କହିଲେ? ଏଇଥିରେ କଣ ମୋ ଭୁଲ? ସାଙ୍ଗମାନେ ସତ କଥା କହୁଛି, ମୋ ଫୋନ ପେ ରେ ପଇସା ନାହିଁ, କିନ୍ତୁ ଆଙ୍କ ଫୋନ ପେ ରେ ପଇସା ଅଛି। ହଁ ମୋ ଫୋନ ପେ ରେ ତ ପଇସା ଅଛି, ମୁଁ ତ ଦିଅ। ହାରିଥିଲେ ଦେଇଥାନ୍ତି ନା, ମୁଁ ତ ହାରିନି, ମୁଁ କାହିଁ ଦେବି ଯେ? ଏକା କଥା, ସେଇ 5 ଟଙ୍କା ତମେ ମତେ ପଠାଅ, ମୁଁ ତମକୁ ପୁଣି ନା ରିଟର୍ନ ନା, ତୁ ପଠେଇଦେବି। ମତେ ତୁ 5 ଟଙ୍କା ଦଉନୁ, ମୁଁ ସେଟା ସେଇ ମୋର ସେଟା ପଇସା ହଉଛି, ପଠେଇବି। ଆରେ ସେଇଟା ମୋ ଗିଫ୍ଟ। ମୁଁ ନା କଣ କରିବି ସେ 5 ଟଙ୍କାର, ସେଇ 5 ଟଙ୍କାର କଥା ନାହିଁ। ତୁ କଣ ଏଇନା କରିବି ମାନେ? ଆରେ ମୁଁ ମୋର କୁଆଡେ କଣ ଖାଇବାକୁ ଦେବି, କୁକୁରକୁ ଖାଇବାକୁ ଦେବି, କି କଣ ସାଙ୍ଗକୁ ଦେବି, କି କଣ ଦେବି, ସେଟା ଇନଭେଷ୍ଟ କରିବି, କି କଣ କରିବି, ସେଟା ମୋ ଉପରେ। ଦଉନ ସେଇ ଫୋନ ପେ ରେ କାଇଁ ମୁଁ ତୁ ତମକୁ। ତୋର ମୋର କେମିତି ହେଇଗଲା ସେଟା? ହଁ ଏଇଟା ସେମିତି ତମ ହବନି। ପଇସା ଯେ ମୋ ପଇସା ନାଇଁ ସେ। ନାଇଁ ନାଇଁ, ତୁ ମତେ 5 ଟଙ୍କା ଆଗ ଦେ। ଆଉ ଖେଳିବିନି ସାଙ୍ଗମାନେ, ଯେମିତି କଥା କହିଲାଣି, ଆଉ ଖେଳିବିନି। ଏକା କଥା ବେବି, ଏକା କଥା ନା। ମୋ ନା ପଇସା, ନାଇଁ, ତମ ଆରେ ଯେ ମୋ ପଇସା ସେ। ସେଇଟା, ସେ ଯୋଉ ଗପ, ଯୋଉ ଶ୍ରୀକୃଷ୍ଣଙ୍କ ଭଳିଆ ଯୋଉ କଥାଟା ଯୋଉ କହିଦଉନୁ, କୋମଳ ବଚନ, ଆଉ ତାପରେ ଗୋଟେ ୱାର୍ଡ ଅଛି, ସେଇଗୁଡାକ ମୁଁ ଭାବନି ମତେ। ମୁଁ ଆଉ ତୁ ମତେ ମାନେ କଣ ଭିଡିଓ କରିକି ତୁ ମତେ ମାନେ ଗେମ ରେ ପୁରେଇଥିଲୁ ନା, ଜିତିଛି ମାନେ ମୁଁ ନେବି। ହଉ ଠିକ ଅଛି ଗାଇସ୍, ଏଇଟା ଗୋଟେ ଖେଳ ହେଲା, ଆଉ ଗୋଟେ ଖେଳ ହବ। ନାଇଁ ଆଜି ନାଇଁ, ଆଜି ନାଇଁ, ମୁଁ 5 ଟଙ୍କା ଆଜିବି ପୁଣି। ନାଇଁ 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 ନାଇଁ, 5 ଟଙ୍କା ଦେ, ମୁଁ ଆଗ ଖର୍ଚ୍ଚ କରିସାରିଲେ ତାପରେ ଆସିବି ଖେଳିବାକୁ, ନହେଲେ ନାଇଁ। ଆଜି ମତେ ଦେବେ 5 ଟଙ୍କା, ଦିଅ ବାହାର କର। ମନା କଲି ମୁଁ, ତୁ ନିଜେ ଦବୁ, ମତେ କଣ କହୁଛୁ କି? ମୁଁ କାହିଁକି ଦେବି? ହାରିଲୁ ଯେହେତୁ, you lost this match। ମୋ ପାଖରେ ମାନେ ଆକାଉଣ୍ଟରେ ମାତ୍ର 40 ଟଙ୍କା ଅଛି। 40 ଟଙ୍କା? ତୁ କେତେ ବଡ ବଡ କଥା କହୁଛୁ? 40 ଟଙ୍କା କାଇଁ ତୋ ଆକାଉଣ୍ଟରେ ଥିବ, ଦେଖୁନୁ। ଚାଲ ଫୋନ କରିଦିଅ। କଣ ନିଅ, ମୁଁ କାଇଁ ଦେଖିବି? ତୁ ମତେ 5 ଟଙ୍କା, ମତେ ଆକାଉଣ୍ଟ କାଇଁ ଦବୁ କି? ତୁ ମତେ, ମୁଁ କେମିତି ଜାଣିବି ତୁ କେମିତି କଣ କରିବୁ? ତୁ ମତେ ଦବୁ 5 ଟଙ୍କା ନା। ବେବି କୁଛ ବି ପଠାଅ ମତେ 5 ଟଙ୍କା, ମାନେ ପଠଉଛି ତମକୁ। ମୁଁ କାଇଁ ତତେ 5 ଟଙ୍କା ପଠେଇବି? ପଇସା ନାହିଁ। ଆଉ ଛାଡ, ବାଲାନ୍ସ ଦେଖାନ୍ତିନି। ନା ନା ବାଲାନ୍ସ ଦେଖାନ୍ତିନି, ନା ଭଲ ମୁଁ ନୁହଁ। ବାଲାନ୍ସ ଦେଖେଇଲେ ଭଲ ନୁହଁ। ମୁଁ ଦେଖି 5 ଟଙ୍କା ଅଛି କି ନାଇଁ? ଛାଡ ଆଉ ଛାଡ, କୋଉ ଦିନ ହବ, ଆଜି ନା କାଲି? ନାଇଁ ମତେ ଆଜି ନା କାଲି କଥା ଦେ, ଭିଡିଓରେ ରହିବ ନା। ନାଇଁ ନାଇଁ, ପ୍ରୁଫ। ମୁଁ ଆକାଉଣ୍ଟ ଦେଖିବି କଣ ପାଇଁ ଦେଖିବି, ଯଦି ନାହିଁ କହୁଛ ଆକାଉଣ୍ଟ। ମୁଁ ଜାଣିନି ଅଛି କି ନାଇଁ। ଓହୋ, ଦେଖ। କହୁଛି ନାହିଁ, ଦେ ନା ବାବୁ, ତୁ ଦେ। ମୁଁ ସ୍କାନର ଦେଖ, ଏତେ ନମ୍ବରରେ ପଠଉନୁ, ସ୍କାନର କଣ କରୁଛୁ? ପଠା, ଡନ୍ କର, ସକ୍ସେସ କର। ତମେ ମୋଠୁ ପଇସା ନେବ? ହାରିଲୁ ବା, ହାରିଲୁ, ଏଇଟା ହଉଛି ଅଲଗା କଥା। ପଇସା ନବା ନ ନବା ସେଟା ଅଲଗା, କିନ୍ତୁ ଗେମ ଯେହେତୁ ମତେ ଭିଡିଓରେ ତୁ ପୁରା କରିଦେଇଛୁ ନା, ପୁରା ଓପନ, ସେଥିପାଇଁ କି। ଆଉ ମୁଁ ଜିତି, ତମେ ମୋଠୁ ପଇସା ନେବ? କୋଉଠୁ କାଇଁ ପଇସା ନେବିନି? ତମେ ମତେ ହାରିଲୁ, ତୁ ମତେ ଯଦି ପଇସା ସେଠି ନ ଲଗେଇଥାନ୍ତୁ, କହିଥାନ୍ତୁ ଅଲଗା କଣ, ମୁଁ ସେୟା ମାଗିଥାନ୍ତି। ପଇସା କାଇଁ ମାଗୁଛୁ କି? ତୁ ମତେ କହିଲୁ 500 ଟଙ୍କା, ଯଦି 500 ଟଙ୍କା ମୁଁ ମାଗିଛି, ମୁଁ ତୋ ଉପରେ ଚ୍ୟାଲେଞ୍ଜ ଦେଲି। ତୁ କହିଲୁ ଯିଏ ଜିତିବ 5 ଟଙ୍କା, ମୁଁ ସେଇ ହିସାବରେ ସେ 5 ଟଙ୍କା ଟା ହିଁ ଭାବିଲି। ତୁ କିନ୍ତୁ ଧରି ପାଇଲୁନି, ମୁଁ ତୋ ହିସାବରେ 100 ଟଙ୍କା ଧରି ପକେଇଲି। ସାଙ୍ଗମାନେ ମୁଁ ଗୋଟେ କଥା କହୁଛି ହେଲା, ଭାବିବା ଗୋଟେ କଷ୍ଟ, ଜାଣିଛୁ ନା ଟେନସନ। ସାଙ୍ଗମାନେ ମୁଁ ଗୋଟେ କଥା କହୁଛି ହେଲା, ନର୍ମାଲ କଥା। କଥା ତମେ ଭାବିବା କଥା, ତୁ ହାରିଗଲୁ ମାନେ ହଉ ମନ ଦୁଃଖ କର, 5 ଟଙ୍କା ନେ, ତମେ ମତେ ଦବା କଥା। ମାନେ ତୁ ଟିକେ ହାରିଲୁ ବୋଲି ତ ସେଇଟା ପ୍ରୁଭ ହବ ନା। ତମେ ତ ହାରିଗଲି ନା। ହାରି ତ ପ୍ରୁଭ ହେଲା ଯେ, ଆଉ ପୁରସ୍କାର ତ ମୁଁ ପାଇବି ନା, ଆଉ ମୁଁ ବିନା ପୁରସ୍କାର କେମିତି ହାରିବି? ଆଉ 5 ଟଙ୍କା ଦଉଛି ମାନେ, ଯଦି 1000 ଟଙ୍କା ନ ନେଇଛି ମନ ବର୍ଷା ନୁହଁ। ଆଜି ପାର୍ସଲ ଆସିବ, ପର କଥା। ହଁ, ଆଉ ଜାଣିମୁ ଏଇନା 5 ଟଙ୍କା ଯିବି, ସାଙ୍ଗେ ସାଙ୍ଗେ ଖାଇଦେବି। ଆଉ ଗାଇସ୍, ଏଇ ଯୋଉ 5 ଟଙ୍କା ଟା ମୋର ଆଜି ପାର୍ସଲ ଆସିବାର ଥିଲା, ଠିକ ଅଛି। ହଁ, ମୁଁ 5 ଟଙ୍କା ଉଡେଇ ଦେବି, ଖାଇଦେବି।
ମିଛ କହିଥିଲା କହିଲା 40 ଟଙ୍କା ପଡିଥିଲା ଦେଖିଲେ ଗାଇସ୍ ଦେଖନ୍ତୁ ସକ୍ସେସଫୁଲ 5 ଟଙ୍କା ପଳେଇଲା କିନ୍ତୁ ଆଉ ରିଟର୍ନ ଯିବନି ରିଟର୍ନ ମୋ ଦରକାର ନାହିଁ ମୋର ପାର୍ସଲ ଆସିବ ତମେ ପେମେଣ୍ଟ କରିଦିଅ ସେତିବେଳେ ତୁ ଜାଣିଥିବୁ କ୍ୟାନସେଲ କରିବୁ ତତେ କାଲି ମନା କରିଥିଲି ପାର୍ସଲ ଆଣିବୁନି ବୋଲି ନାଇଁ ନାଇଁ ଆଉ ସିନ୍ କରନି ମୁଁ ତତେ କାଲି ମନା କରିଥିଲି ପୁଣି ଆଜି ଆଇଛି ନା ଲାଷ୍ଟ ୱାନ୍ ସେ ସେମିତି ଯିବ ପଇସା ନଥିଲେ କଣ କରିବ ତ ଜାଣିପାରିବୁନି ଲାଷ୍ଟ ୱାନ୍ 1 ନାଇଁ 2 ନାଇଁ କାଲି ବି 1 ଥିଲା ଆଜି ବି 1 ସବୁବେଳେ 1 ରେ ଚାଲୁଛି ଏମିତି 1 ରେ ହେଲେ କେତେ ବାଟରେ ପହଞ୍ଚିଲାଣି କେତେଟା ପାର୍ସଲ ହେଲାଣି ମୁଁ ରଖିଥିଲି 5 ଟଙ୍କା ନାନି ମୁଁ ରଖିଥିଲି ମୋର ପାର୍ସଲ ଆସିବ ହାରିଗଲୁ ଯେତେବେଳେ ସେଟା ଭୁଲିଯିବୁ ତୁ ଏଇଟା କଷ୍ଟ ହେଇନା ତୋର ତୁ ନା କଣ କରିବୁ ସେଟା ତୁ ଜାଣିବୁ ତମେ ପେମେଣ୍ଟ କରିବ ମୁଁ ଏଇନା ପେମେଣ୍ଟ କରିଦେବି ମୁଁ ଏଇନା ଖାଇବି ନା 5 ଟଙ୍କା ତୋ ପେମେଣ୍ଟ କରିବି ଆଉ ମୁଁ ଜିତିଲି କଣ ଆଉ ଜିତିଲି କଣ ନା ମୁଁ ଜିତିଲି କଣ ତାହେଲେ 5 ଟଙ୍କା ତୋଠୁ ଆଇଲି ମୁଁ ଜିତିଲି କଣ ଦେଇ ତମ ଆକାଉଣ୍ଟରେ ପଇସା ମୋ ଆକାଉଣ୍ଟରେ ପଇସା ଅଛି ବୋଲି ତ ମୁଁ ତ ଆରମ୍ଭରୁ କହିଲି ମୋ ଆକାଉଣ୍ଟରେ କଣ ଅଛି ସେଇଠି ପେମେଣ୍ଟ କରିଦେବ ହେଲା 5 ଟଙ୍କା ନେଇଯାଅ 1000 ଟଙ୍କା ଯଦି ପାର୍ସଲ ଆସିବ ପେମେଣ୍ଟ କରିଦେବ ନିଅ 5 ଟଙ୍କା ମୁଁ ତ ଦେବି ନାହିଁ ସାଙ୍ଗମାନେ ଜାଣିଛନ୍ତି ତ ପଇସା କେମିତି ଆସେ ସାଇଁକିନା ଆସେ ଆଉ ଗଲାବେଳେ ଦେବନି ସେଇଆ କ୍ୟାନସେଲ କରିବୁ କଣ କରିବୁ ସେଟା ତୁ ମୁଁ କ୍ୟାନସେଲ କରିବିନି କହିଦଉଛି ମୁଁ ତ କହିଲି ତୁ କଣ କରିବୁ ତତେ ମନା କରିଥିଲି ପାର୍ସଲ ଲାଷ୍ଟ ପାର୍ସଲ ପୁଣି ଏଟା କଣ ପାର୍ସଲ ମଗେଇଥିଲୁ କାଲି ଶାଢୀ ମଗେଇଥିଲୁ ଆଜି ଶାଢୀ ପୁଣି ଶାଢୀ ମୁଁ ଗୋଟେ ଦୋକାନ ଗୋଟେ ଘରଟେ ବୁଝି ଦଉଛି ଦୋକାନ ଘରଟେ ବୁଝି ଦଉଛି ଛୋଟଟେ ହଉ କି ବଡଟେ ହଉ ଶାଢୀ ଗୋଦାମ ଭଳିଆ କରି ଥୋଇବୁ ହରେକ ପିସ୍ ସେତିକି ପୁରା ହରେକ ମାଲ ଭଳିଆ ଯେମିତି ସେମାନେ କଣ ଚାଲି ଚାଲି ବିକୁଛନ୍ତି ସେମିତି ଠିଆ ହବୁ ଏଇ ଦୋକାନ ଆଗରେ ଯୋଉ ମାର୍କେଟ ଯେମିତି ହବନି ସେମିତି ଦୋକାନଟା କରିଦେଇକି ବସିବୁ ଆଚ୍ଛା ଏତେ ଜିନିଷ ମଗଉଛୁ ପିନ୍ଧି ପାରିବୁ ନା କାଇଁ ପିନ୍ଧି ପାରିବିନି ବା ତୁ ତ ଗୋଟିଏ ମଣିଷ ତୋର 1000 ଡ୍ରେସ ରହିଲେ କଣ ହବ ମତେ ଭଲ ଲାଗେ ଗୋଟେ ମଣିଷର 1000 ଡ୍ରେସ ରୁହେନି ରହିବ ମୋର ଅଛି 1000 ନାହିଁ ଏତେ ନାହିଁ ଏତେ ଡ୍ରେସ କି ତୋର ତ କେଜାଏ ଡ୍ରେସ ମୁଁ ନିଜେ ଦେଖିଛି ଆଉ ନାହିଁ କଣ କହୁଛୁ ନା ଶାଢୀ ଆଣିଛି କହୁଛି ସାର୍ଟ ଆଣିଛି ଶାଢୀ ଆଣିଛି ଏଇ ଶାଢୀ ନା ଆଉ ଦେଖାନା ଶାଢୀ ପେମେଣ୍ଟ କରିଦବ ମୁଁ ତ ଆଉ ଦେଖିବିନି କି ଆଣିବି ତମେ ପେମେଣ୍ଟ କରିଦବ ମୁଁ ଏତେ କଥା ଜାଣିନି ହଉ ସାଙ୍ଗମାନେ ଆଜି ଛାଡ ଇଏ ତ ପଇସା ଦେଇଦେଇଛି ହାରି ଯାଇଛି 5 ଟଙ୍କା ପଳେଇଲା 5 ଟଙ୍କା ତୁ ଦେଲୁ କଣ ଏମିତି ହାରିଲୁ ବୋଲି ଦେଲୁ ନା ତୁ ନା ଜିତାନ୍ତୁ ମୁଁ ଦେଇଥାନ୍ତି ନା ମୁଁ ଏଇନା କାନ୍ଦିଥାନ୍ତି ନା ନାଇଁ ହଉ ସାଙ୍ଗମାନେ ରହିଲୁ ଟାଟା ଗାଇସ୍ ଜୟ ମୁଁ 5 ଜଗନ୍ନାଥ ଟଙ୍କା ହାରିଗଲି 5 ଟଙ୍କାରେ ଡୋଣ୍ଟ वरी 5 ଟଙ୍କା ହାରିଲେ ଆଜି 1000 ଟଙ୍କା କାଲି ଗୋଟେ ପାର୍ସଲ ଆସିବ 1500 ଟଙ୍କା ପେ କରିଦବ ଚୁପ୍ ଦେଖିଆନି ସେଇଟା ତ ମୋ ଉପରେ ମୋର କଣ ଅଛି ଡେଲିଭରି ବାଲାଙ୍କୁ ତମ ନମ୍ବର ଦେବି ଭାଇ ତାଙ୍କୁ ଫୋନ କରି ପଇସା ମାଗୁଛି ମୁଁ କହିବି ସେ ତ ତମେ ତ ମୋ ପାଖରେ ନା ମତେ କିଏ ତମେ ପଇସା ମାଗୁଛ ମୁଁ ଡାଇରେକ୍ଟ ତାକୁ ଶୋଧିବି ସେ କଣ କହିବ ତୁ କିଏ ତୁ ଡାଇରେକ୍ଟ କହିବି ତୁ କିଏ ସେ ତାଙ୍କୁ ଚିହ୍ନିଛି ସେଇ ଯୋଉ ପିଲାଟା ଆଉ ମୁଁ ବି ତାକୁ କହିବି ତୁ କିଏ ନା ମୁଁ ସେୟା କହିବି ତାକୁ ମୁଁ ଚିହ୍ନିନି ତାକୁ ନା ଚିହ୍ନିଛ ନା ଚିହ୍ନିଛ ତମେ ତୁ କହିଲୁ ମାନେ 5 ଟଙ୍କା ତାହେଲେ ମୁଁ ତ ଆଉ ତାହେଲେ ମୁଁ କଣ ଜିତିଲି କଣ ତାହେଲେ ମୁଁ ହାରିଲେ ତମେ ତୁ ଆଜି ମୁଁ ହାରିଲେ ଆଇଲା ବୋଲି ମତେ କହିକି ଆଜି ହାରିବୁ ବୋଲି ମୁଁ ହାରିଲେ ତମେ ହାରିବ ମୁଁ ଜିତିଲେ ତମେ ଜିତିବ ତମେ ଜିତିଛ ମାନେ ମୁଁ ବି ଜିତିଛି ଯଦି ମୁଁ 5 ଟଙ୍କା ଦେଲି ତମେ 1000 ଟଙ୍କା ଦବ ଯେ ଲମ୍ବି ମରା କଥାଟା କାହାକୁ କୁହନି କହି କାହାକୁ କଣ କହିବି ଛାଡ ସାଙ୍ଗମାନେ ଆଜିର ଭିଡିଓଟି କେମିତି କଣ ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବେ ମୁଁ 5 ଟଙ୍କା ହାରିଗଲି ଆଉ ଆଜି ଆମେ ଆଉ ଗୋଟେ ଗେମ୍ ଖେଳିବା ଯେମିତି ଟ୍ରାଏ କରିବା ମୁଁ ଜିତିବା ପାଇଁ ତୁ ହାରିବୁ ସବୁବେଳେ ହାରିବୁ ତୁ ଯେତେ ଚାହିଁବୁ ଜିତିବାକୁ ସେତେ ହାରିବୁ ତ ଚାଲନ୍ତୁ ଭିଡିଓକୁ ବେଶୀ ଲଙ୍ଗ କରିବାନି ଯଦି ଭିଡିଓଟି ଭଲ ଲାଗେ ପ୍ଲିଜ ଟୁ ଲାଇକ୍ ସେୟାର ଏଣ୍ଡ କମେଣ୍ଟ ଆଉ ବହୁତ ସାରା ସପୋର୍ଟ କରନ୍ତୁ ଭଲ ପାଇବା ଦିଅନ୍ତୁ ସବସ୍କ୍ରାଇବ କରନ୍ତୁ ରହୁଛୁ ଟାଟା ହାଇପ୍ ବି ଟିକେ କରିଦେବେ ଭିଡିଓ ଟିକେ ଜୟ ଜଗନ୍ନାଥ।